ନମସ୍କାର। ଆଜି ଆମେ ବଡ଼ଦିନ ପର୍ବର ରଚନା ବିଷୟରେ କିଛି ଜାଣିବା। ବଡ଼ଦିନ ପର୍ବ ଉପକ୍ରମ। ଆମ ପୃଥିବୀରେ ବହୁ ଧର୍ମର ଲୋକ ବାସ କରନ୍ତି। ବଡ଼ଦିନ ବା ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମର ମହାନ ପର୍ବ ଅଟେ। ପ୍ରତିବର୍ଷ ଡିସେମ୍ବର ମାସ 25 ତାରିଖରେ ଏହି ପର୍ବ ପାଳନ କରାଯାଏ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିବସକୁ ବଡ଼ଦିନ ପର୍ବ ଭାବେ ପାଳନ କରାଯାଏ। ବର୍ଣ୍ଣନା। ଏହି ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମାତା ମେରୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାମ ଯୋସେଫ ଅଟେ। ତାଙ୍କ ଜନ୍ମ ସମୟରେ ଚାରିଆଡ଼ ଉଜ୍ଜ୍ୱଳ ଆଲୋକରେ ଝଲସି ଉଠିଥିଲା। ଜଗତର ଲୋକଙ୍କୁ ପାପରୁ ରକ୍ଷା କରି ସତ୍ୟ ଓ ପ୍ରେମର ପ୍ରସାର ପାଇଁ ଜନ୍ମ ହୋଇଥିଲେ। ପ୍ରେମ, ଦୟା ଓ କରୁଣାର ପ୍ରତୀକ ଥିଲେ। ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଏହି ଦିନକୁ ବଡ଼ ଆଡ଼ମ୍ବର ସହକାରେ ପାଳନ କରନ୍ତି। ଏହି ଦିନ ସମସ୍ତେ ସକାଳୁ ନିତ୍ୟକର୍ମ ସାରି ଚର୍ଚ୍ଚକୁ ଯାଆନ୍ତି। ଚର୍ଚ୍ଚରେ ସମସ୍ତେ ପ୍ରାର୍ଥନାରେ ଯୋଗ ଦିଅନ୍ତି। ବଡ଼ଦିନ ଅବସରରେ ଘରଦ୍ୱାରକୁ ସୁନ୍ଦର ଭାବରେ ସଜେଇଥାନ୍ତି। ପ୍ରତ୍ୟେକ ଘରେ ଗଛର ଡାଳଖଣ୍ଡିକୁ ଆଲୋକ ଫୁଲରେ ସଜେଇଥାନ୍ତି। ନବ ବସ୍ତ୍ର ପରିଧାନ କରି ନାଚଗୀତ କରି ମଜା କରନ୍ତି। ଶେଷ କଥା, ବଡ଼ଦିନକୁ ଅତି ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରାଯାଏ। ସାଙ୍ଗସାଥୀ ବନ୍ଧୁବାନ୍ଧବର ମିଳନ ହୋଇଥାଏ। ପର୍ବ ପାଳନ ଅବସରରେ ସମସ୍ତଙ୍କ ମଧ୍ୟରେ ସ୍ନେହ, ସହାନୁଭୂତି, ଭ୍ରାତୃତ୍ୱର ଭାବ ବଢ଼ିଥାଏ। ଧନ୍ୟବାଦ।